ମୋ ନାଁ ହେଉଛି ମୁଗିରି ମାଝୀ, ମାଝିକା ଗ୍ରାମ, କେରପା ଜିପି ନାୟକ ସରପଞ୍ଚ, ଭାରତୀୟ ଜନତା ପାର୍ଟିର। ଆଉ ମୁଁ ଏଇ ଆଜି କ'ଣ କରିବାକୁ ଆପଣ କୁଟୁରୁମାଲି ଚଢ଼ିଥିଲେ? କୁଟୁରୁମାଲି ଆଇବା କାମ ହେଲା ଆପଣମାନଙ୍କର କର୍ମକର୍ତ୍ତା ସହିତ ସମସ୍ତେ କର୍ମକର୍ତ୍ତା ସବୁ ଆଇଛୁ ଆମ ଭାରତୀୟ ଜନତା ପାର୍ଟିରୁ। ଯେ କୁଟୁରୁମାଲି ଗ୍ରାମରେ ଗୋଟେ ଡେଲିଭରି ହିସାବରେ ଥିଲେ, ସିଏ ମା ଆଉ ଶିଶୁ ମୃତ୍ୟୁ ସେ ଖବର ନେଇକି ଆପଣ ସିଏ ଖରାପ ହେଇଗଲେ ବୋଲି କହିବାରୁ ଆମେ ଖବର ଜାଣିକି ଆଇଲୁ। ଆଜି ସକାଳେ 7ଟା ଅଧେରୁ ଆମେ କୁଟୁରୁମାଲି ଗ୍ରାମରେ ପହଞ୍ଚିଛୁ। ତାପରେ ସେଠି ଆଇଲା ପରେ ଗ୍ରାମବାସୀ କହିଲେ, କୁଟୁରୁମାଲି ଗ୍ରାମବାସୀ କହିଲେ ଯେ ଆଜ୍ଞା ଆସିଛନ୍ତି ତ ଟିକେ ଆମର ସ୍କୁଲ ବାବଦରେ ଟିକେ କିଛି ଗୋଟେ ପଦକ୍ଷେପ ନେଇକରି ଯାଆନ୍ତୁ ବୋଲିକରି କହିଲାରୁ ଆମେ ସ୍କୁଲ ବିଦ୍ୟାଳୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସିଛୁ କୁଟୁରୁମାଲିରେ। ଯେ କ'ଣ ସବୁ ଅସୁବିଧା ଅଛି ବୋଲି ଗାଁ ବାଲା କହୁଛନ୍ତି? ସେମାନେ କହୁଛନ୍ତି ଯେ ମାସକୁ 3 ଦିନ 4 ଦିନ ଡ୍ୟୁଟି କରିବାକୁ ଆସୁଛନ୍ତି, ଆଉ ବାକି ଦିନ ଡ୍ୟୁଟିଟା ଆସୁନାହାନ୍ତି ଏଇ ମାଷ୍ଟର ଯାକ ବୋଲିକରି କହୁଛନ୍ତି। ଆପଣମାନେ ଯେନ୍ଟା ଆସିଛନ୍ ବୋଲେ କ'ଣ ପଦକ୍ଷେପ ନେବା ପାଇଁ ଚାହୁଁଛ? ଆମେ ପଦକ୍ଷେପ ନେବାଟା ଦେଖନ୍ତୁ, ଆପଣଙ୍କର ସରକାର ଏବେ ଶାସନରେ ଅଛନ୍ତି, ଟିଚର ମାନେ ବି ଯାଇକି ରାଜରାସ୍ତାରେ ଓହ୍ଲାଉଛନ୍ତି, ଦାରମା ଦିଆଯାଉ, କିନ୍ତୁ ଦାରମା ଖାଇବାକୁ ଲାଗ, କିନ୍ତୁ ପିଲାର ଶିକ୍ଷା ପାଇଁ କ'ଣ ନଜର ନେଉଛନ୍ତି? ସେଇଟା ପାଇଁ ଆମେ ତଦନ୍ତ କରିବା ଲାଗି ଆସିଛୁ କୁଟୁରୁମାଲି ସ୍କୁଲରେ, ଯେ ମାଷ୍ଟରମାନଙ୍କୁ କେଉଁ ପଦକ୍ଷେପରେ କେଉଁଟା କରାହେବ, କେମିତି କରାହେବ, ମାନେ କହିଲେ କେମିତି ସବୁଦିନ ଡ୍ୟୁଟି କରିପାରିବେ। ମାସକୁ ତ ଆମର 3ଟା ରବିବାର ନା କେତେଟା ପଡ଼ୁଛି, ସେଇଟା ଛୁଟି କରୁଛନ୍ତି, ସେଇଟା ମାନୁଛୁ ଆମେ। ମାସକୁ ଆମକୁ ସେଇ 15-20 ଦିନ ଡ୍ୟୁଟି କରିବାକୁ ପଡ଼ିବ ସେମାନେ ମାଷ୍ଟରମାନଙ୍କୁ। ଗ୍ରାମବାସୀ ବି ଯେନ୍ଟା କହୁଛନ୍ ଯେ ସୋମବାର ହଉ କି ମଙ୍ଗଳବାର ହଉ ବୁଧବାର ହଉ ସେମାନେ 12ଟା ଘଣ୍ଟେ ବେଲା ସୂଚନାରେ ରୋଷେଇ ହେଲା ବେଳ ଖାଇବା ପିଲା ବି ପଳେଇ ଯାଉଛନ୍ତି, ଏଠି କେତେ ଦୂର ସତ? ନାଇଁ, ଏଇଟା ତ ଗ୍ରାମବାସୀ ସବୁ କହୁଛନ୍ତି, ସେଇଟା ଠିକ୍ କହିଲେ। ଗାଁବାସୀ କହୁଛନ୍ତି ସେମାନେ ଆସୁଛନ୍ତି, ପୁଣି ତାପରେ 11ଟା-12ଟାରେ ଆସିକିନା ସେମାନେ 1 ବଜେ ତକ ରହୁଛନ୍ତି, ପୁଣି ତାପରେ ପିଲାମାନଙ୍କୁ ଖାଇବା ପିଇବାଟା ବ୍ୟବସ୍ଥା କରିକି ଯାଉଛନ୍ତି। 1 ବଜଲା ବୋଲି ପୁରା ରହୁନାହାନ୍ତି। ପୁଣି ତାଙ୍କର ନିୟମ ହେଉଛି ସ୍କୁଲର ନିୟମ 4ଟା-5ଟା ବେଳେ ରହିବା କଥା, ସେମାନେ 1 ବାଜିଲା ବୋଲି ପଳାଉଛନ୍ତି। ବିଜେପି ସରକାର ଏବେ କହିଛନ୍ତି ଯେହେତୁ 4 ବଜା ପର୍ଯ୍ୟନ୍ତ ତାଙ୍କର ଡ୍ୟୁଟି, କିନ୍ତୁ ଆର ଓଭର ଟାଇମ୍ ଘଣ୍ଟାଟି ନିହାତି ଭାବରେ ମାନେ ଅଫିସରେ ହଉ କି ଯେଉଁଠି ବି ରହିବା ପାଇଁ ସେମିତି ଅନୁମତି ଦିଆଯାଇଛି, କାହିଁକି ରହିବନି? ହଁ, ସେଇଟା ପାଇଁ ତଦନ୍ତ କରିବା ଲାଗି ଆଇଲୁ। ଆଉ ବର୍ତ୍ତମାନ କାଲି ସରସ୍ୱତୀ ପୂଜାଟା ହେଇଥିଲା, ଏଇ 3ଟା କ୍ଲାସ୍ ରୁମ୍ ଅଛି, ଅଫିସ୍ ଅଛି, ଏଇଟା ସବୁ ତାଲା ପଡ଼ିଛି। କାହିଁକି ତାଲା ପଡ଼ିଛି ସେଇଟା ଲାଗି ଆମେ ଏଇ କୁଟୁରୁମାଲି ଗ୍ରାମବାସୀମାନେ କହିଲେ ଯେ ତାଲା ପଡ଼ିଛି ଆଜ୍ଞା, ଟିକେ ଚାଲ ଦେଖମା ଗଲାରୁ ଆସିଛୁ। ଆପଣଙ୍କର ପରିଚୟ ଟିକେ ଦେନ ଆଜ୍ଞା, ଆଉ କାହିଁକି ଆପଣ କୁଟୁରୁମାଲି ଆସିଛନ୍ତି, କେଉଁ କାରଣ ନେଇକରି ଆସିଛନ୍ତି? ମୋ ନାଁ ହେଉଛି ରାଧାରାମ ନାୟକ, କେରପା ଜିପି, ଥାମୁଲରାମପୁର, ଜିଲ୍ଲା କଳାହାଣ୍ଡି। ଆମ ଭାରତୀୟ ଜନତା ପାର୍ଟି ଥରୁ ଆସିଛୁ। କୁଟୁରୁମାଲିରେ ଗୋଟେ ମା ଆଉ ଛୁଆ ଖରାପ ହେଇଯାଇଥିଲେ, ସେଟା ଶୁଣିକରି କୁଟୁରୁମାଲି ଆସିଲୁ। ଆଉ କୁଟୁରୁମାଲି ବାସି ପଚରାଇଲୁ, ବାବୁ ବି ଅଛନ୍ ପାଖରେ। ସେ ନେଇଥିଲେ ଭାନପାଟଣା ମେଡ଼ିକାଲ, ଘରେ ଜନ୍ମ ହେଲା ପରେ ଭାନପାଟଣା ମେଡ଼ିକାଲ ନେଲେ। ମେଡ଼ିକାଲ ନେଲା ପରେ ଛୁଆ ସେଠି ଖରାପ ହେଇଗଲା। ଖରାପ ହେଲା ପରେ ଡକ୍ଟର କହିଲା ଯେ ନାଇଁ ଆଉ ଛୁଆ ତ ଖରାପ ହେଲା, ତୁମ ପଳ ବିଲକୁଲ କହିଲା ପରେ ସେମାନେ ପଳେଇ ଆସିଲା ପରେ ମାର ଚିକିତ୍ସା କିଛି ନେଇ ନାହିଁ। ଘରକୁ ଆସିଲା ପରେ 1 ଦିନ କି 2 ଦିନ ଥାଇକରି ମା ବି ଖରାପ ହେଇଯାଇଛି। ତ ଶିଶୁ ସିନା ଖରାପ ହେଇଗଲା ଆଜ୍ଞା, କିନ୍ତୁ ମାର ତ ନିହାତି ଭାବରେ ତାଙ୍କର ଚିକିତ୍ସା କରବାର ଥିଲା। ଚିକିତ୍ସା କରବାର ଥିଲା, ମା କି କିଛି ଚିକିତ୍ସା ଦେଇନାହିଁ ଡକ୍ଟର ମାନେ। ଡକ୍ଟର ସେଠି ରଖି ନାହିଁ, ଆଉ କିଛି ବି ଟ୍ରିଟମେଣ୍ଟ କରିନାହିଁ। କୋଉଠି ବ୍ଲଡ ନାହିଁ କି ଅଛି ବୋଲି ସେମାନେ କିଛି ବି ମାର କିଛି ବି ଟିକେ ବି ଚିକିତ୍ସା କରିନାହିଁ ଡକ୍ଟର। ଯେହେତୁ ଆମେ ଜାଣିବା କଥା ଯେ ପାଖରେ ଯେନ୍ଟା ଆମର ସ୍ୱସ୍ଥ ସ୍ୱରାଜ ଅଛି, ୱିଥାଉଟ୍ ତୁମର ଯେଉଁଟା ଶାସନୀର ଆମର ମା ଗୃହ ଅଛି, ଯେତେବେଳେ ଯଦି ଏମାନେ ଜାଣିଥିଲେ ଆସିକରି ନିହାତି ନର୍ସମାନେ ଆସିକରି ଚେକଅପ୍ କରିବା କଥା କି ମାର ଦେଖାରେଖା କରିବା କଥା, ତାହିଁରେ ବି ଆଜି ପର୍ଯ୍ୟନ୍ତ କୌଣସି ମାନେ ରିପ୍ଲାଏ ନାହିଁ। କାହିଁ କରିବା ଶାସନୀରେ ମା ଗୃହ ରହିଛି? ମା ଗୃହରେ ରଖବା କଥା କି ଦେଖନ୍ ଏଠି ଆଶା ଦିଦି ବି ଅଛି, ଯଦି ଅସୁବିଧା ହଉଛି ବୋଲେ ଆଶା ଦିଦି ତୁରନ୍ତ ନେଇ ମା ଗୃହରେ ରଖବା କଥା, ସେଟା ବି ରଖି ନାହିଁ। ତାପରେ ସ୍ୱାସ୍ଥ୍ୟ ସ୍ୱରାଜ ବୋଲି ଆପଣ ଯୋଉଟା କହିଲେ, ସେ ସ୍ୱାସ୍ଥ୍ୟ ସ୍ୱରାଜରେ 40ଟା ବେଡ୍ ଅଛି ବୋଲି କଲେକ୍ଟର କି କହୁଛନ୍ତି। ସ୍ୱାସ୍ଥ୍ୟ ସ୍ୱରାଜରେ 40ଟା ବେଡ୍ ନାହିଁ ନା। ସ୍ୱାସ୍ଥ୍ୟ ସ୍ୱରାଜରେ 40ଟା ବେଡ୍ ଅଛି ବୋଲି
আর কলেক্টর কইলা পরে কলেক্টর মনা করছে যে কেরপাই জিপিরে হসপিটাল নাই হসপিটাল ଅଛି ସ୍ୱାସ୍ଥ୍ୟ ସ୍ୱରାଜ ବୋଲି କରି କହୁଛି ସେଇ ସ୍ୱାସ୍ଥ୍ୟ ସ୍ୱରାଜ ପାଇଁ ଆମର କେରପାଇ ଜିପିରେ ହସ୍ପିଟାଲଟା ନାଇଁ ହେଇପାରବାର ଯେହେତୁ ଦେଖନ ଆଜ୍ଞା ଯେନ୍ଟା ସ୍ୱାସ୍ଥ୍ୟ ସ୍ୱରାଜ ତ ମାନେ ସମସ୍ତ ଯେତେ ଆଦିବାସୀ ଅଛନ୍ ସେମାନଙ୍କୁ ଧରି କରି ନେଇକି ମାନେ ଚଲାଉଛି ଗୋଟେ ଗୋଟେ ଗାଁକୁ ଗୋଟେ ଦୁଇଟା ମା ଭଉଣୀକୁ ବି ରଖିକରି ସେମାନଙ୍କୁ ଅନେକ ପ୍ରକାର ଦାରମା ଦେଇ ବି ରଖିଛନ୍ ଯାହାଫଳରେ ଆମେ ସବୁ ଠିକ୍ ଆକାରରେ ଆଦିବାସୀ ମାନକେ ଆମେ ସେବା ଯୋଗାଉଛୁ ବୋଲି ଯେନ୍ଟା କହୁଛନ୍ତି ଏଇଟା କେତେ ଦୂର ଠିକ୍ ଅଛି ଏଇଟା ତ କହିଲି ପରେ ଆଜ୍ଞା ସେବା ଯୋଗାଉଛି ବୋଲି କରି କହୁଛନ୍ତି ସେମାନେ ସେବା ବୋଲେ ଦେଖ ସବୁବେଳେ ଡକ୍ଟର ରହୁନାହାନ୍ତି ସେଠି ସପ୍ତାହକେ ଗୋଟେ ଥର ଆସନ୍ତି ସ୍ୱାସ୍ଥ୍ୟ ସ୍ୱରାଜ ଡକ୍ଟର ଯାକ ନର୍ସ ଯାକ ଯେତିକି ଥିଲେ ସେ ନର୍ସ ମାନେ ଖାଲି ରହୁଛନ୍ତି ସେଠି ନର୍ସ ହାତରେ କ'ଣ ହେବ ନର୍ସ ହାତରେ କିଛି ହେବ ନାହିଁ ତେବେ ତୁମେ ସ୍ୱାସ୍ଥ୍ୟ ସ୍ୱରାଜ କ'ଣ ଚାହିଁବାକୁ ଚାହୁଁଛ ସ୍ୱାସ୍ଥ୍ୟ ସ୍ୱରାଜ କି ଆମେ କହିବାକେ ଚାହୁଁଛୁ ଭଲରେ ଟ୍ରିଟମେଣ୍ଟ କରୁ ନହେଲେ ସେ ଏଠିରୁ ସ୍ୱାସ୍ଥ୍ୟ ସ୍ୱରାଜ ନାଇଁ ରହିବାର ଦରକାର ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ଆମେ କରିବାକୁ ଚାହିଁବୁ ମାନେ ମାନେ ପ୍ରାଇଭେଟ ଯେନ୍ଟା ଅଛି ଠିକ୍ ହିସାବରେ ତୁଲେଇ ପାରବାର ନାହିଁ ଯାହାଫଳରେ ଯଦି ଗଭର୍ଣ୍ଣମେଣ୍ଟ ମେଡିକାଲ ଯଦି ମା ଗୃହ ପରି ଶାଶୁରନୀ ଯୋଉଟା ଅଛି ଆପଣଙ୍କର କେରପାଇରେ ଥିଲେ ବି ଠିକ୍ ଭାବରେ ଆପଣ ସେବା ପାଇପାରିବେ ବୋଲି ଆଶା କରୁଛନ୍ତି ଠିକ୍ ଭାବରେ ଆମେ ସେବା ପାଇପାରିଥାନ୍ତୁ ଗଭର୍ଣ୍ଣମେଣ୍ଟ ଯଦି ହସ୍ପିଟାଲ ଯଦି କେରପାଇରେ ଥିଲେ ବେଲେ ଆପଣଙ୍କର ପରିଚୟ ଠିକ୍ ଦିଅନ୍ତୁ ଆଜ୍ଞା ମୋର ନାଁ ମାଲି ମାଝୀ ଗ୍ରାମ କୁଟୁମାଲି ପୋଷ୍ଟ କେପାଇ ଆରୁ ଠାମୁରାମପୁର ବ୍ଲକ ଜିଲ୍ଲା କଲାମୀ ଯେହେତୁ ଆମେ ଦାହାମି ଦେଇର ଯୋଉଟା ମାନେ ତାଙ୍କର ଛୁଆ ଏବଂ ଦାହାମି ବି ଖରାପ ହେଇଗଲେ ଏଠି କେତେ କାଣ ଅଭାବ ଥିଲା ଆଜ୍ଞା ଦେଖୁନ୍ ଇନ ରାତି ଘଣ୍ଟେରେ 24 ତାରିଖ ଦିନ ଛୁଆଟା ଜନ୍ମ ହେଲା ତାପରେ ସକାଳ ପାଇଲା ଆଶା ଦିଦି ଆସିଲା ପରେ 27 ତାରିଖ ଦିନ ଏମାନେ ଯାଇଛନ୍ କେନ କି ଭବାନୀପାଟନାକେ ହେଡକ୍ୱାର୍ଟର ମେଡିକାଲ କେ ନେଇକି ଆଜ୍ଞା ଭବାନୀପାଟନା ନେଲା ଭିତରେ ଏମାନେ 27 ତାରିଖ ଆଡମିଟ୍ କରିଛନ୍ ସକାଳେ 28 ତାରିଖ ସକାଳେ ପାଇଲା ପରେ ଛୁଆଟା ଖରାପ ହେଇଯାଇଛି ଛୁଆ ଖରାପ ହେଲା ପରେ ଏମାନକେ ଡିସଚାର୍ଜ ପେପର ବି ନାଇଁ ଦେଇଛନ୍ ଖାଲି ସେ ଛୁଆ ଖରାପ ହେଲା ସେ ପେପର ଗୋଟେ ଦେଇଛନ୍ ଡିସଚାର୍ଜ ପେପର ବି ଏମାନକେ ମେଡିକାଲ ଷ୍ଟାଫ ନାଇଁ ଦେଇ ଯେତେବେଳେ ଯେନ୍ ଡେଟ୍ ହେଲା ଆଜ୍ଞା ଯେ ଛୁଆ ଡେଟ୍ ହେଲା ପରେ ତାର ମା କାଣ ଚିକିତ୍ସା କରନ୍ତି ସେ ମାର ଚିକିତ୍ସା କିଛି ନାଇଁ କରାଯାଏ ଆଜ୍ଞା ଏମାନେ ଯଦି କି ଚିକିତ୍ସା କରିଥାନ୍ତେ ଯଦି ଏମାନେ ବ୍ଲଡ ପ୍ରେସର ବ୍ଲଡଟା କାଣା ଭଲ ଅଛି ବିପି କାଣା ଲୋ ଅଛି କି ନାଇଁ ତାର ସବୁ ଟ୍ରିଟମେଣ୍ଟ କରିକି ପଠେଇବା କଥା ଡକ୍ଟର ଷ୍ଟାଫ ମାନେ କିଛି ଏଇଟା ଟ୍ରିଟମେଣ୍ଟ ନାଇଁ କରିନା କିଛି ଯାହାଫଳରେ ତାଙ୍କର ମା ଖରାପ କେତେ ଦିନ କେମିତି ଖରାପ ହେଇଗଲା ତାଙ୍କର ମା ମେଡିକାଲରୁ ଡିସଚାର୍ଜ ନେଇ କରି ଆସିଲେ ଆଜ୍ଞା ତାପରେ କେତେ ଦିନ ରହିଲା ପରେ ଡିସଚାର୍ଜ ପେପର ବି ନାଇଁ ଦେଇ ଏଇଟା ଖାଲି ଛୁଆଟା ଖାଲି ଦେଇଛନ୍ ଗୋଟେ ତାହେଲେ ପ୍ରୁଫ୍ ଖାଲି ଦେଇଛି ଡିସଚାର୍ଜ ପେପର ଦେଇନାହାନ୍ତି ଆଜ୍ଞା ଯଦି ଡିସଚାର୍ଜ ପେପର ଦେଇଥିଲେ ବୋଲେ ମାନେ ଡକ୍ଟର ମାନକେ ବି ପ୍ରେସର ହେଇଥାନ୍ତା ଆଜ୍ଞା ଯେ ଇନୁ କେନ୍ତା କାଣା ମୁଣ୍ଡ ବୁଲୁଥିଲା କିନା ଜ୍ୱର ହେଲା ନା କାଣା ହେଲା କି କେନ୍ ହାଲତରେ ମାନେ ତାଙ୍କର ମାଟା ଖରାପ ହେଲା ଆଜ୍ଞା ଇନ ଆସିଲା ପରେ କେତେ ଦିନ ରହିଲେ ଠିକ୍ ଠାକ୍ ନାଇଁ ବୁଲାବୁଲି କରୁଥିଲେ ତାପରେ ଗୋଟେ ଦିନ କାଣା ହେଲା ଇନ ଘରୁ ବାହାରିଲା ବେଲେ ସେ ମାଟା ପଡ଼ିଗଲା ଭିତରେ ସେ ଦିନଠାରୁ ଆହୁରି ତାକେ ସାହସ ଟିକେ ଶକ୍ତିଟା ନାଇଁ ହେଇପାରିଲା ନା ତାପରେ ସେ ଦିନଠାରୁ 2 ଦିନ ପରେ ରହିଲେ ତାପରେ ମୃତ୍ୟୁବରଣ କଲେ ଏବେ ତମେ ଏଇଟା ଦାୟୀ କାହାର ପାଇଁ ଦେଉଛ ଆଜ୍ଞା ଦାୟୀ ତ ଆମେ ଦେବୁ କି ପ୍ରଶାସନକେ ଟିକେ ଚେତାଇ ଦେବାକୁ ଚାହୁଁଛୁ ମାନେ ଆମର ରାସ୍ତାଘାଟ ଅସୁବିଧା ଆଜ୍ଞା ଇନୁ ନେବାଟା ବହୁତ ଅସୁବିଧା ହେଉଛି ଇନୁ ବାଇକ୍ ମାଧ୍ୟମରେ ଯାଉଛୁ ଆମେ କେରପାଇ ଗଲା ପରେ ଆମେ ସେନୁ ଆମ୍ବୁଲାନ୍ସ ଆସିଲା ପରେ ନେଇକରି ଯାଉଛନ୍ ଆଗକେ ଏ ସୁବିଧା ଟିକେ ଆମେ ରାସ୍ତାଘାଟର ବହୁତ ଅସୁବିଧା ହେଉଛି ଆଜ୍ଞା ଆମକେ ତାପରେ ଆମେ ଆମ୍ବୁଲାନ୍ସ ତ ସ୍ୱପ୍ନର କଥା ଆଜ୍ଞା ଏଇଟା ନାଇଁ ଆସିପାରବାର କିଛି କେମିତି କରୁଛନ୍ ଯଦି ଡେଲିଭରି ପେସେଣ୍ଟ ହଉ କି ଯେ କୌଣସି ପେସେଣ୍ଟକୁ ନେଉଛନ୍ତି ଆଜ୍ଞା ବାଇକ୍ ଯଦି ହୁଏ ତ ବସି ପାରବା ସେ ପେସେଣ୍ଟଟା ବୋଲେ ବାଇକ୍ ନିଆଯାଉଛି ନାଇଁ ତ ଫୁଟିଆ ମାଧ୍ୟମରେ ଭୁଆଁ କରିକି ତଳକେ ଉତ୍ତରା ଯାଉଛି ଏବେ ରାସ୍ତା ପାଇଁ ଆମକୁ କାଣା ଚାହୁଁଛନ୍ତି ଆଜ୍ଞା ରାସ୍ତା ଠିକ୍ ଠାକ୍ ହେଲେ ଆମର ଗାଁର ମା ପେସେଣ୍ଟ ମାନେ ଯେତେ ରୋଗୀ ବାହାରିବେ ତାପରେ ସେମାନେ ଯାଇକିନା ଭଲ ଟ୍ରିଟମେଣ୍ଟ ହେଇପାରିବେ ଗାଁରେ ଆମର ଆମ୍ବୁଲାନ୍ସ ଗାଁରେ ଆସିକିନା ନେଇପାରିବା ସେଟା ଚାହୁଁଛୁ ସାର୍ ତମର ଏଇ ଯେନ୍ ଘଟଣା ଘଟଲା ତମକୁ କେତେ ଦୂର ମାନେ ଏବେ କାଣା ଚାହୁଁଛ
আমার ছুয়াকে ବି ହରେଇଲ আমার କନ୍ୟାକୁ ବି ହରେଇଲ ଯେ ଆଗାମୀ ଦିନରେ ଏ ଭଳିଆ ଏକା ଘଟଣା ହେଲେ ଭଲ ନା ଏ ଭଳିଆ ସେବା ନେଇ କରି ଭଲ ସେବା କରିଦେଲେ ଛୁଆ କିମ୍ବା ମା ବି ବଞ୍ଚି ପାରିବେ ପଟେଲ ଠିକ ଆପଣଙ୍କ ପରିଚୟ ଠିକ ଦେବେ ମୋ ନାଁ ତ ପୂର୍ଣ୍ଣ ବାଜା କେନ୍ ଗାଁ ୱାର୍ଡ ମେମ୍ବର କ'ଣ କ'ଣ ଅସୁବିଧା ଅଛି ଯେନ୍ ରାସ୍ତାଘାଟର ସମସ୍ୟା ରାସ୍ତାଘାଟର ସମସ୍ୟା ତ ବହୁତ ତ ଯାହାହେଲେ ବି ରାସ୍ତାଘାଟ ହେଇପାରିବାର ନାହିଁ ତେବେ ନା କି ଯାହାହେଲେ ପେସେଣ୍ଟ ହେଲେ କି ଯୋଉଟା ହେଲେ ଆମ୍ବୁଲାନ୍ସ ଆସିପାରୁଛି ନା ତମର ନାଇଁ ଆଜ୍ଞା ଆସିପାରୁନି କେମିତି କରି ଆପଣ ମାନେ ଆମେ ଯଦି ସମୟ ଯଦି ବସି ପାରୁଛୁ ବୋଲେ ବାଇକ୍ରେ ନେଉଛୁ ଯଦି ନାଇଁ ପାରିଲେ କୋଟରେ ବଇକି ନେଉଛୁ ତ ମାନେ ଯେନ୍ଟା ସରକାର ରାସ୍ତାଘାଟ ପାଇଁ ବୋଲି ପାନୀୟ ପାଇଁ ବୋଲି କୋଟି କୋଟି ଟଙ୍କା ଆସୁଛି ସେଟା ତ କିଛି ଦେଉଛନ୍ତି କି ନ ଦେଉଛନ୍ତି ଆଜ୍ଞା ସେଠି ତାଙ୍କୁ ବି ଜାଗା ପହଞ୍ଚେଇ ପାରବା ନା ସେମାନେ ତମର ଗାଁକୁ ପହଞ୍ଚି ନାହିଁ ନାହିଁ ଯେବେ କାଣା ତମେ ସରକାର ଆମେ ତ ଚାହୁଁଛୁ ଆଜ୍ଞା କିଛି ଗୋଟେ ରାସ୍ତାଘାଟ ଯଦି ସୁବିଧା ହେଇଥାନ୍ତା ତାପରେ ନାଇଁ କି ଯାହାହେଲେ ବି ପେସେଣ୍ଟକୁ ନେଇ ପାରିଥାନ୍ତୁ କି ସୁବିଧା କରି ଆମେ ଯାହା ବି ବଞ୍ଚି ପାରିଥାନ୍ତୁ ସେଭଳିଆରେ ଆମେ କିଛି ରହିଥାନ୍ତୁ ନା ଏବେ କିଛି ସେମାନେ ଗାଁ କିଏ ତମର ଏନ୍ଏମ୍ ଆଶା ଦିଦି ଅଙ୍ଗନବାଡି ଏମାନେ କେତେ ହିସାବରେ ଯୋଗାଯୋଗ କରୁଛନ୍ତି ସେମାନେ ତ ବହୁତ ନାଇଁ କି ଆସିବାର ନାଇଁ ଆଜ୍ଞା ଯଦି ସେମାନେ ତ ସପ୍ତାହକୁ ଥରେ ଆସିବା କଥା ମାସକୁ ମାସ ନାଇଁ କି ସେମାନେ ଆସୁଛନ୍ତି ଆସୁଛନ୍ ବସବାର ବେଲେ ତ ନାଇଁ ନାଇଁ ଏମିତି ହେଇକି ଆସୁଛ ତ ଆମେ ଯେନ୍ ଘଟଣା ଗୋଟେ ଏବେ ଶୁଣିବାକୁ ପାଇଲୁ ଆଜ୍ଞା ଯେନ୍ ଦାନମତୀ ମାଝିର ହଁ ଦାହାମେଇର ହଁ ତାଙ୍କର ଶିଶୁ ଏବଂ ମା ବି ଖରାପ ହେଇଗଲେ କାହାର ଅବହେଳା ନେଇ କରି ଏଟା ଖରାପ ହେଲେ ବୋଲେ ସରକାର ଅବହେଳାର ହିସାବରେ ଏକା ଖରାପ ହେଲା ଆଜ୍ଞା ଯାହାହେଲେ ବି ଯେହେତୁ ସେ ଦାହାମେଇ ମାକୁ ତମେ ମେଡିକାଲ ନେବା ଭିତରେ କେମିତି କରି ନେଇଥିଲେ ଆଜ୍ଞା ସେତେବେଳେ ତ ଏଠି ଜନ୍ମ ହେଲା ଆଜ୍ଞା ଗାଁରେ ଛଅଟା ଘରେ ଜନ୍ମ ଘରେ ଜନ୍ମ ହେଲା ତାପରେ ସେଟା ନାଇଁକି ଆଶା ଦିଦି ଆସିଲେ ତାପରେ ତାକୁ ନାଇଁକି ନିଆ ହେଲା ତାକୁ ନେଇକରି ଡାଇରେକ୍ଟ ନାଇଁକି ଭବାନୀପାଟଣା ନେଲେ କିନ୍ତୁ ସେଟାକେ ନାଇଁକି ଆମର ଏ ସାଇସୁନି ମା ଗୃହରେ ନାଇଁକି ନେବା କଥା ସେଠିକେ ଦିନ ରବି ତ ନାଇଁକି ତାକୁ ଟିକେ ଟ୍ରିଟମେଣ୍ଟ କରି କରିବା କଥା ଡାଇରେକ୍ଟ ନାଇଁକି ଭବାନୀପାଟଣା ନେଇକରି ଗଲେ ତ ସେଠି ନାଇଁକି ଟ୍ରିଟମେଣ୍ଟ କିଛି କରାହେଲାନି ଆଉ ସେଠି ମା ଯଦି ସେଠି ପିଲା ସେଠି ଖରାପ ହେଲା ହେଡକ୍ୱାର୍ଟରରେ ଛଅଟା ଖରାପ ହେଇଗଲା ଖରାପ ହେଲା ପୂର୍ବରୁ କିନ୍ତୁ ତାଙ୍କର ମା କେ ତ କିଛି ସୁବିଧା ତାଙ୍କର ରକ୍ତ ଅଛି କି ନାହିଁ ତା ଦେହ କେନ୍ତା ଅଛି ବୋଲି କିଛି ଗୋଟେ ତାକୁ ଟ୍ରିଟମେଣ୍ଟ କରିବା କଥା କିଛି କରିନାହିଁ ନା ଆଉ ତାକୁ ନେଇକି ଡିସାଇଡ୍ ବି କଲେ ନାହିଁ ତାପରେ ତାକୁ ନେଇକି ଜନ ବୋଲିକରି ପିଲା ଖରାପ ହେଲାରୁ ତାକୁ ପଠେଇ ଦେଲେ ତାପରେ ଗାଁରେ ଆସିକରି 3 ଦିନ ଯାଇକରି ତାଙ୍କର ମା ଖରାପ ହେଇଗଲା ତାଙ୍କର ହଜବେଣ୍ଡର ନା ଶ୍ୟାମମାରୀ ତାଙ୍କର ମମତା କାର୍ଡ ରହିଛି ମମତା କାର୍ଡ ଅଛି ମମତା କାର୍ଡ ସେଇଟା ଅଛି ତାଙ୍କର ମମତା କାର୍ଡ ଥିଲା ଯାହାଫଳରେ ଭବାନୀପାଟଣା ନେଲା ପରେ ବି ତାଙ୍କ ଠିକ ହିସାବରେ ସେବା ଯୋଗାଇଲେ ନାହିଁ ଦୁଇ ବି ମାନେ ତାଙ୍କର ସ୍ୱାମୀଟା ହରେଇଛନ୍ତି ତେବେ ସରକାର ପାଖରେ କାଣା ତମେ ଚାହୁଁଛ ଆମେ ସବୁଥିରେ କିନ୍ତୁ ନାଇଁ କି ଯାହାହେଲେ ବି ଏବେ ଯେତିକି ଭୁଲ ଭଟକା ହେଲା ତ କିନ୍ତୁ ଆଗାମୀ ଦିନରେ ନାଇଁ କି କିନ୍ତୁ ଏମିତି ଅସୁବିଧା ହେଉନାହିଁ ଆଉ ଆମକୁ ଟିକେ ସୁବିଧା କର ଯାହାହେଲେ ବି ଆମେ ଏମିତି ସେ ସରକାର ଅବହେଳା ଯୋଗୁଁ ଏମିତି ଗୋଟେ ମୃତ୍ୟୁ ବି ଯାହା ହେଇପାରୁଛି କିନ୍ତୁ ଆମକୁ ଟିକେ ନାଇଁ କି ଯାହାହେଲେ ବି ସେ ଯଦି ଆମକୁ ସୁବିଧା କରିଥାନ୍ତେ ସରକାର ବି କହି ତାହେଲେ ଆମେ ଟିକେ ଭଲ ଉପକୃତ ରହିଥାନ୍ତୁ ବୋଲି ଆମେ ଭାବୁଛୁ ମା ଶିଶୁ ଯେନ୍ଟା ଏବେ ମୃତ୍ୟୁ ହେଲେ ଦାୟୀ କିଏ ରହିଲା ମୁଖ୍ୟ ଦାୟିତ୍ୱ କିଛି ମେଡିକାଲ ସିଷ୍ଟମ ରାକା ରହିଲା ଆଜ୍ଞା ମୋ ନାଁ ହେଉଛି ରାଜାରାମ ନାୟକ ଆଜ୍ଞା କେନ୍ ଗାଁ ସ୍ୱର୍ଗୀପଦ କେନ୍ ଜିପି କେରପାଇ ଜିପି କେନ୍ ବ୍ଲକ୍ ଖାମୁଲ ରାମପୁର ଆଜ୍ଞା ଆପଣ ଯେନ୍ ଆସିଛନ୍ ଇ ଗାଁକେ କେନ୍ ଉଦ୍ଦେଶ୍ୟ ନେଇକରି ଆସିଛନ୍ କାଇଁଟା ଲାଗି ଆସିଛନ୍ ଆପଣ ଯେନ୍ କର୍ମକର୍ତ୍ତା ଧରିକିନା ଆମର ଭାରତୀୟ ଜନତା ପାର୍ଟି ଆଜ୍ଞା ଥରୁ ଆମେ ଆସିଥିଲୁ ଏଠିକେ ଆଉ ଭାଇ ତାର ଛୁଆ ବି ଖରାପ ହେଇଗଲା ତାର ମା ବି ଖରାପ ହେଇଗଲା ଆଜ୍ଞା ସେଥିର୍ଲାଗି ଭାଇକେ ଯାଇକରି ମିଶବା ଟିକେ ତାର ଦୁଃଖ ସୁଖ ଟିକେ ବୁଝବା ବୋଲିକରି ଆସିଥିଲୁ ଭାରତୀୟ ଜନତା ପାର୍ଟି ଠାରୁ ଆଉ ଆମର ଆପଣ ହଁ ଆପଣ ସବୁବେଳେ ଏମିତି ସେବା କରୁଛନ୍ କି ଏଇଟା କିଛି ଦିନ ଆପଣ ଏଇଟା ଚାଲିଛି ସାର୍ ଆମର ସବୁବେଳେ ଆମର ସେବା ଚାଲିଛି ଏଟା ଆଜ୍ଞା ଆଜ୍ଞା ଆମେ ଦୋସା ଘରଠୁ ଆରମ୍ଭ କରି ସବୁ ଦୁଃଖ ସୁଖ ଭଲ ମନ୍ଦରେ ସବୁ ଜାଗାକେ ଆମେ ଆଟେଣ୍ଡ କରୁଛୁ এটা ଗୋଟେ ବୋଲି ନାହିଁ ସେ ଆମେ ବର୍ତ୍ତମାନ ଏବେ ମେଲରପା ବି ଯାଇକରି ମଝିରେ ଆମେ
ଭାଇମାନେ ସବୁ ମିଶିଥିଲୁ ସେ 6ଟା ଛୁଆ ଅଛନ୍ ତାର ମା ବି ଖରାପ ହେଲେ ତାର ବାବା ତ ଆଗରୁ ଖରାପ ହେଇଯାଇଥିଲେ ସେଠିକି ବି ଯାଇକରି ଆମର ତାଙ୍କ ମାନକେ ସାନ୍ତାନ ଦେଲା ଭଳିଆ ଯାଇକରି ଆମେ ତାଙ୍କ ମାନ ସବୁ ମିଶିକରି ଆସିଛୁ। ଯାହା ଆପଣଙ୍କର ଆହୁରି ଆସିବାର ଥିଲା ବୋଲି କହୁଥିଲେ ଯେ ଭାଇମାନେ କେନ୍ତା ନାଇଁ ଆସିପାରିଲେ କାରଣ ଆମର ଦେଖ ରାଜକୁମାର ନାୟକ ଆଜ୍ଞା ସେ ଆସିବାର ଥିଲା ଫେର ସେ କୌଣସି ତାର ଅସୁବିଧା ଥିବା ସେ ନାଇଁ ଆସିପାରିଲା ଆଜ୍ଞା ଫେର ତାର ସରା ଗୋଟେ କେ ଆଡମିଟ କରାହେଇଛି ମେଡିକାଲରେ ସେଥିପାଇଁ ସେ ଆସି ନାଇଁ ପାରିଲା। ଆମେ ସବୁ କର୍ମକର୍ତ୍ତା ସବୁ ଆସିକରି ଏଠି ଭାଇ ସାଙ୍ଗେ ମିଶି କଥାବାର୍ତ୍ତା ଗାଁର ଲୋକ ସାଙ୍ଗେ ବସା ଉଠା ହେଇ କଥାବାର୍ତ୍ତା କଲୁ। ତାପରେ ଏବେ କିଛି ବି ଭାଇକେ ସାହାଯ୍ୟ ଆକାରରେ ଆମେ ଦେଇକରି ଯାଉଛୁ। ଆଜ୍ଞା ଆପଣ ଗୋଟେ ଜିନିଷ ପଚାରବି ଏଇ ଯୋଉ ମେଡିକାଲ ଛୁଆ ଖରାପ ହେଲା ବୋଲିଲେ ଆପଣ ଯେ କୋଉ ଅବହେଳା ଯୋଗୁଁ ସେ ଛୁଆ ଖରାପ ହେଲା ଆପଣ କିଛି ଜାଣିଛନ୍ତି କହିପାରିବେ? କୁ ଅବହେଳା ବୋଲେ ଦେଖନ୍ତୁ ଆଜ୍ଞା ସେମାନେ ଭାଇ କହୁଥିଲେ ଭାଇକି ତ ପଚରାଇଲୁ ଆମେ ପଚରାଇଲା ପରେ ଭାଇ କହିଲେ ଘରେ ଛୁଆ ଜନ୍ମ ହେଲା ଆଜ୍ଞା ତାପରେ ଏଠି ଠାରୁ ମେଡିକାଲ ନିଆ ହେଲା ଭବାନୀପାଟଣା ସିଧା ନେଇ ଗଲେ ଆଜ୍ଞା ଭବାନୀପାଟଣାରେ ଫେର ଗୋଟେ ଦିନ ଥିଲା ପରେ ଛୁଆ ଭବାନୀପାଟଣା ଖରାପ ହେଇଗଲା। ଆଜ୍ଞା ଖରାପ ହେଲା ଧାପେ ଛୁଆକେ ଆଉ ତାର ମାକେ ଛୁଆ ଖରାପ ହେଲା ପରେ ମାକେ ବି ସେମାନେ ଡକ୍ଟର ମାନେ ରିଟର୍ନ ଦେଇଦେଲେ ନାଇଁ ତୁମେ ନେଇକରି ଯାଅ ଆଜ୍ଞା ଟ୍ରିଟମେଣ୍ଟ ମାକେ କରିଥିତେ ବୋଲେ ଏତକି ଦୂର ନାଇଁ ହେତା ବଞ୍ଚିଥିତା ମା ଆଜ୍ଞା ସେମାନେ ଟ୍ରିଟମେଣ୍ଟ ନାଇଁ କରି ଛାଡ଼ି ଦେଇଛନ୍ এটা ডক্টর ହିଁ ଦାୟୀ। ଆଜ୍ଞା ଆମେ କାହାକେ ଦାୟୀ କରିବା ନାହିଁ ଡକ୍ଟରକେ ହିଁ ଦାୟୀ କରୁଛୁ ଆମେ। ଛୁଆ ସିନା ମରିଗଲା ଡକ୍ଟର ତ ମାକେ ଇଏ ଟ୍ରିଟମେଣ୍ଟ କରି କରି ମାକେ କେତେ ଦିନ ରଖବା କଥା ଛୁଆ ମରୁ ମରୁ ମାକେ ପଠେଇ ଦେଇଛି। ଆଜ୍ଞା ଆପଣ ତାର ହଁ ଯେତିକି ବେଲେ ମା କେଟିକି ଆଣିଲା ପରେ ମେଡିକାଲ ଷ୍ଟାଫ ଇ ଜାଗାକେ ଆସିଥିଲେ କି କୁଡୁମାଲି ଏ ଜାଗାକେ ନାଇଁ ଆସି କିଏ ବି ନାଇଁ ଆସି କିଏ ବି ନାଇଁ ଆସି ଆଜ୍ଞା ଏ ଜାଗା କୌଣସି ମେଡିକାଲ ଷ୍ଟାଫ ନାଇଁ ଆସି। ଆପଣଙ୍କର ଏଇଠି ଆଶା ଦିଦି ଅଛନ୍ ଅଙ୍ଗନବାଡି ଅଛନ୍ ଏନଏମ ଅଛନ୍ ୱାର୍କର ଅଛନ୍ ମେଡିକାଲ ବିଭିନ୍ନ ଜିନିଷ ଅଛନ୍ ଏଠି କିଏ ଆସିନାହାନ୍ତି କି? ଏଠିକେ କିଏ ବି ଆସିନାହାନ୍ତି ଯୋଉଦିନ ନିଆ ହେଇଛି ଏଠାରୁ ସେଦିନ ଆଶା ଦିଦି ଖାଲି ଆସିଥିଲା ବୋଲି ବାବୁ ମତେ କହୁଥିଲା ଆଉ କିଏ ଆସିନା ଆଉ କିଏ ଆସିନାହିଁ। ଚିଠି ଦେବା ପାଇଁ କିଏ ମାଝି ଗାଁ ଉତରୁଛନ୍ ମାସକେ ଥରେ ଆଜ୍ଞା ବୋଲେ କେତେ ଦୁଃଖର କଥା ଏଠି ମାଝି ଆପଣ ଏଠି କେତେ କିଲୋମିଟର ହେବା କି? ଏଠି ଠାରୁ 10-12 କିଲୋମିଟର ହଉଛି ଆଜ୍ଞା ମାଝି ଗାଁ। ପାହାଡ ଚଳି କରି ଯିବେ ପାହାଡରୁ ଆଉ ଚଳି କରି ଆସିବେ ତଳେ ଠାରୁ ବାକି ଡେଲିଭରି ମା ମାନେ ବି ହେନ୍ତା ଯାଉଛନ୍ ଛୁଆ ହେନ୍ତା ଯାଉଛନ୍ ସେଥିର୍ ଲାଗି ସେମାନଙ୍କର ଅସୁବିଧା ହେବା ଯୋଗୁଁ ଏ ପରିସ୍ଥିତି ଭୋଗିଛନ୍। ଯେ ଆପଣ ଏଥିରେ ଏବେ କହିବାକୁ ଚାହୁଁଛନ୍ତି ସରକାର କି ଏମିତି ଯେନ୍ କି କର୍ମକର୍ତ୍ତା ଯେନ୍ ଚାକିରି ସେମାନେ ଆସି ଟ୍ରିଟମେଣ୍ଟ କରବା ଦରକାର ଆଜ୍ଞା। ଚାକିରି ପାଇଲେ ହବ ନାହିଁ ଆଜ୍ଞା ଚାକିରି ସରକାର ଦଉଛି ଟଙ୍କା ସେମାନେ ଆନ୍ଦୋଳନ କରୁଛନ୍ ଆମେ ଟଙ୍କା ଦିଅ ଟଙ୍କା ଦରମା ବଢ ଦରମା ବଢାଇଲା ପରେ ବି ଡ୍ୟୁଟିରେ ନାହିଁ ଆଜ୍ଞା ଡ୍ୟୁଟି ସବୁବେଳେ ଅବହେଲା ଏଠି ମାଷ୍ଟରଠୁ ଆରାମ କରି ଅଙ୍ଗନବାଡି ଆଶା ସବୁ ଯେତିକି କେୟାର ପାଇ ଜିପିରେ ଅଛନ୍ ସବୁ ଏ ଚାକିରିଆ ଯାକ ଆଜ୍ଞା ସବୁ ଏ ଅବହେଳା କରୁଛନ୍। ତାଙ୍କ ପ୍ରତି କାଣା କଲେ ଭଲ ତାଙ୍କର ପ୍ରତି ସରକାର ଏକ୍ସନ ନେବା ଦରକାର।